तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ମା ଆମେ ପଢୁଛନ୍ତି ମାତୃରଚନାବଳୀ ଭାଗ 10। ଆଜି ପଢିବା ଜ୍ଞାନ 31। ପ୍ରଭୁ ଶ୍ରୀଅରବିନ୍ଦ ଲେଖୁଛନ୍ତି, ମୁଁ ଯାହା ଉଚିତ କଥା ବୋଲି ଇଚ୍ଛା କଲି ଅଥବା ବିଚାର କଲି ତାହା ଆଦୌ ଘଟିଲା ନାହିଁ। ତେଣୁ ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଏହି ପୃଥିବୀକୁ ବାଟ ଦେଖାଇ ନେଉଥିବା ଆଦୌ କୌଣସି ସର୍ବପ୍ରଜ୍ଞା ସମ୍ପନ୍ନ କର୍ତ୍ତୃତ୍ୱ ନାହିଁ। କେବଳ ଅନ୍ଧ ଆକସ୍ମିକ ଯୋଗାଯୋଗ ରହିଛି ବା ଏକ ନିର୍ମମ କାର୍ଯ୍ୟକାରଣବାଦର ବିଧାନ ରହିଛି। ମୁଁ ଯାହା ଉଚିତ କଥା ବୋଲି ଇଚ୍ଛା କଲି ଅଥବା ବିଚାର କଲି ତାହା ଆଦୌ ଘଟିଲା ନାହିଁ। ତେଣୁ ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଏହି ପୃଥିବୀକୁ ବାଟ ଦେଖାଇ ନେଉଥିବା ଆଦୌ କୌଣସି ସର୍ବପ୍ରଜ୍ଞା ସମ୍ପନ୍ନ କର୍ତ୍ତୃତ୍ୱ ନାହିଁ। କେବଳ ଅନ୍ଧ ଆକସ୍ମିକ ଯୋଗାଯୋଗ ରହିଛି ବା ଏକ ନିର୍ମମ କାର୍ଯ୍ୟକାରଣବାଦର ବିଧାନ ରହିଛି। ଏଠି ପ୍ରଭୁ ଶ୍ରୀଅରବିନ୍ଦ ଯାହା ଲେଖିବାକୁ ଯାଉଛନ୍ତି, ବର୍ଣ୍ଣନା କରିବାକୁ ଯାଉଛନ୍ତି, ଏମିତି କିଛି ଲୋକ ଅଛନ୍ତି ଯୋଉମାନେ ଆମେ ତାଙ୍କୁ ଭିନ୍ନ ଭିନ୍ନ ନାଁରେ ଦେଇପାରନ୍ତି। ସେମାନେ ବିଶ୍ୱାସ କରନ୍ତି ନାହିଁ ଭଗବତ କାର୍ଯ୍ୟ ଏବଂ ଭଗବାନଙ୍କର ଯୋଉ ଅସୀମ ସୃଷ୍ଟିରେ ଯୋଉ ଅସୀମ ଲୀଳା ତାକୁ ବୁଝିପାରନ୍ତି ନାହିଁ। ସେମାନଙ୍କୁ ଯେତେବେଳେ କୁହନ୍ତି ସେମାନେ ତାକୁ କୁହନ୍ତି ଏଇଟା ଆକସ୍ମିକ ଭାବେ ଆକ୍ସିଡେଣ୍ଟାଲି ଘଟି ଯାଇଛି, ଯୋଗାଯୋଗ ଯୋଉ ପରସ୍ପର ଏଇଟା ପରେ ସେଇଟା ଘଟି ଯାଇଛି, ତାରି ଉପରେ ସେମାନେ ବିଶ୍ୱାସ କରନ୍ତି। ସେଇ କଥାଟି ଏଠି କହୁଛନ୍ତି। ସେ ବିଷୟ ନେଇକି ତେଣୁ ମାଙ୍କୁ ପ୍ରଶ୍ନ କରାହେଇଛି, ମା ଯଦି ଏପରି କେତେ ଲୋକ ଅଛନ୍ତି ଯୋଉମାନେ ଘଟଣା ଗୁଡ଼ିକୁ ମାନେ ଯୋଉମାନଙ୍କ ଲାଗି ଘଟଣା ଗୁଡ଼ିକ ସେମାନେ ଯାହା ଇଚ୍ଛା କରନ୍ତି, ଆକାଂକ୍ଷା କରନ୍ତି ବା ନିଜ ପାଇଁ ଭଲ ବୋଲି ବିଶ୍ୱାସ କରନ୍ତି, ସର୍ବଦା ଠିକ ତାର ବିପରୀତ ହିଁ ଘଟିଥାଏ। ସେଥିପାଇଁ ସେମାନେ ଅନେକ ସମୟରେ ନିରାଶ ହୋଇ ପଡନ୍ତି। ସେମାନଙ୍କର ଅଗ୍ରଗତି ଲାଗି ଏହାର ଏକ ଆବଶ୍ୟକତା ଥାଏ କି? ତେଣୁ ଏଠି ସେ ପଚାରୁଛନ୍ତି, ଯଦି ସେମାନେ ଯାହା ଚାହୁଁଛନ୍ତି, ଯାହା ଇଚ୍ଛା କରୁଛନ୍ତି ତାହା ହଉନାହିଁ, ତେବେ ସେମାନେ ନିରାଶ ହେଇ ପଡୁଛନ୍ତି। ତେବେ ତାଙ୍କର ଏଇ ଯୋଉ ନିରାଶ ହବାଟା ତାଙ୍କର କଣ ଅଗ୍ରଗତି ପାଇଁ ଏକ ଆବଶ୍ୟକ ଥିଲା? ଉତ୍ତର ଦଉଛନ୍ତି, ଅଗ୍ରଗତି ଲାଗି ନୈରାଶ୍ୟ କଦାପି ଏକ ଆବଶ୍ୟକତା ହୋଇନପାରେ। ନୈରାଶ୍ୟ ବୋଧଟା କେବେ ବି ଅଗ୍ରଗତି ପାଇଁ ଏକ ଆବଶ୍ୟକତା ନୁହେଁ, ବରଂ ଏହା ଏକ ଦୁର୍ବଳତା ଏବଂ ତାମସିକତାର ଏକ ନିଦର୍ଶନ। ତାମସିକତା କାର୍ଯ୍ୟ ଯେତେବେଳେ ଆମେ ନ କରି ଆଳସ୍ୟ ବଶତଃ ବା ମୋ ଦ୍ୱାରା ହେଇପାରିବ ନାହିଁ ଯେମିତି ଗୋଟେ ଭାବନା ରଖି ଆମେ ତ କାର୍ଯ୍ୟ ନ କରୁ, ସେତେବେଳେ ଆମେ ବୁଝିବା ଯେ ଆମେ ତାମସିକଗ୍ରସ୍ତ ଅଛନ୍ତି। ତେଣୁ ଏଠି କହୁଛନ୍ତି, ଜଣେ ଯଦି ନୈରାଶ୍ୟ ବୋଧ କରୁଛି ବା ନୈରାଶ୍ୟ
ର ଶିକାର ହେଇଛି ତାମାନେ ତା ଭିତରେ ତାହା ଏକ ଦୁର୍ବଳତାର ଲକ୍ଷଣ ଏବଂ ତାହା ତାମସିକତାର ଏକ ଲକ୍ଷଣ। ଆମ ଭିତରେ ଯେ ପ୍ରତିକୂଳ ଶକ୍ତି ରହିଛି ଏବଂ ସିଏ କଣ କରୁଛି ସୁ ଅଭିପ୍ରେତ ଭାବରେ ମାନେ ନିଜେ ସୁନ୍ଦର ଭାବରେ ପ୍ରେରିତ ହେଇକି କଣ କରୁଛି ନା ଆମ ସାଧନା ବିରୁଦ୍ଧରେ କାର୍ଯ୍ୟ କରୁଛି। ଲେଖୁଛନ୍ତି ସୁ ଅଭିପ୍ରେତ ଭାବରେ ଆମ ସାଧନା ବିରୋଧରେ କାର୍ଯ୍ୟ କରୁଥିବା ଏକ ଶକ୍ତି ଯେ ବିଦ୍ୟମାନ ରହିଛି ସେଥିରୁ ଅନେକ ସମୟରେ ତାହାର ହିଁ ସୂଚନା ମିଳିଥାଏ। ତେଣୁ ଆମ ଭିତରେ ଯେତେ ନୈରାଶ୍ୟ ଆସୁଛି ଆମେ ଜାଣି ରଖିବା ଯେ ସାଧନା ବିରୁଦ୍ଧରେ ଏକ ଶକ୍ତି କାର୍ଯ୍ୟ କରୁଛି ଏବଂ ସେ ମୋ ଭିତରେ ଏଇ ପ୍ରେରଣା ଆଣି ଦେଇଛି। ସେଥିପାଇଁ ମା କହୁଛନ୍ତି ଯେ ଜୀବନର ଯାବତୀୟ ପରିସ୍ଥିତିରେ ତୁମେ ଏହି ନୈରାଶ୍ୟର କବଳରୁ ନିଜକୁ ଦୂରରେ ରଖିବା ଲାଗି ସର୍ବଦା ଭାରି ସାବଧାନ ହୋଇ ରହିଥିବ। ନୈରାଶ୍ୟ ବୋଧରୁ ବା ନୈରାଶ୍ୟ ଭାବ ଭିତରୁ ସବୁବେଳେ କିପରି ଦୂରରେ ରହିବ ସେଥିପାଇଁ ସାବଧାନ ରହିବ। କାହିଁକି ମା କହୁଛନ୍ତି ଯେତେବେଳେ ଆମ ଭିତରେ ନୈରାଶ୍ୟ ଭାବ ଆସୁଛି, ଆମର ଉଦାସୀନ ଭାବ ଆସୁଛି, ଆମେ ମ୍ରିୟମାଣ ହେଇ ପଡୁଛେ, ଇ ନିରାଶ ହୋଇ ପଡିବା ଗୋଟେ ଅଭ୍ୟାସ। ଏଇଟା ଗୋଟେ ଅଭ୍ୟାସ। କାହିଁକିନା ଆମେ ବେଳେ ବେଳେ ଭାବୁ ମୋର କାହିଁ ସାମର୍ଥ୍ୟ, ବହୁତ ପ୍ରକାର ବ୍ୟକ୍ତି ଅଛନ୍ତି। କେତେ କୁହନ୍ତି ମୁଁ ଏତେ ଦୁର୍ବଳ, ମୁଁ ଏତେ ପାପୀ, ମତେ ଭଗବାନ କାହିଁକି ସାହାଯ୍ୟ କରିବେ। ତେଣୁ ଏମିତି ଭାବିକି ବି ନୈରାଶ୍ୟ ହୁଅନ୍ତି। ମୋ ଦ୍ଵାରା କିଛି ହେଇପାରିବ ନାହିଁ ସେମିତି ବି ନୈରାଶ୍ୟ ହୁଅନ୍ତି। ଇଏ ସବୁ ହଉଛି ତାମସିକତାର ଏବଂ ଆଳସ୍ୟତାର ଦୁର୍ବଳତାର ଲକ୍ଷଣ। ମ୍ରିୟମାଣ ହେଇ ପଡିବା, ଉଦାସୀନ ହେବା, ଇଏ ସବୁ ଯେତେବେଳେ ବି ଆମ ଭିତରେ ଲକ୍ଷଣ ରୂପେ ପ୍ରକାଶ ପାଉଛି ଆମେ ମନେ ରଖିବା ଯେ ଆମ ଭିତରେ ସାଧନା ବିରୋଧୀ ଶକ୍ତି କାମ କରୁଛି ଏବଂ ସିଏ କଣ କରୁଛି ମୋ ଭିତରେ ଏଇ ପ୍ରକାର ପ୍ରେରଣା ଆଣି ଦଉଛି। ମା କହୁଛନ୍ତି ଏଇ ନିରାଶ ହୋଇପଡ଼ିବାର ଅଭ୍ୟାସଟି ଏହା ପ୍ରକୃତିରେ ଘଟୁଥିବା ଘଟଣା ଗୁଡ଼ିକ ଉପରେ ଆଦୌ ନିର୍ଭର କରେ ନାହିଁ। ଆମେ କହୁଛୁ ନା ଏଇ ଘଟଣା ଘଟିଲା ବୋଲି ନିରାଶ ହେଇଛି, ପ୍ରକୃତରେ ନିରାଶ ସେ ଘଟଣା ଉପରେ ନିର୍ଭର କରୁନାହିଁ। ନିରାଶଟା କାହା ଉପରେ ନିର୍ଭର କରୁଛି ନା ଆମ ନିଜର ସ୍ୱଭାବ ଯୋଗୁଁ ଘଟୁଛି, ଆମ ନିଜର ନିଜ ଉପରେ ବିଶ୍ୱାସର ଅଭାବ ହେତୁ ଘଟୁଛି। ବିଶ୍ୱାସ ସେ ନିଜ ଉପରେ ହଉ ବା ମାଙ୍କ ଉପରେ ହଉ, ଯଦି ବିଶ୍ୱାସର ଅଭାବ ଘଟୁଛି ସେତେବେଳେ ନୈରାଶ୍ୟ ବୋଧ ଆସେ। ଦେଖନ୍ତୁ ଯଦି ମୋର ବିଶ୍ୱାସ ଥାଏ ତେବେ ନୈରାଶ୍ୟ ହବାର ସମ୍ଭାବନା ନାହିଁ। କାହିଁକି? ମନେ କରାଯାଉ ବର୍ତ୍ତମାନ ଆମ ଘରେ ହଉ ବା ମୋ ବନ୍ଧୁମାନଙ୍କ ପାଖରେ ହଉ ବା ବର୍ତ୍ତମାନ ବାଟରେ ଆପଣ ଗୋଟେ ଗଛ ଦେଖିଲେ, ସେ ଗଛରେ ଅନେକ ଫଳ ଫଳିଛି। ମୁଁ ସେ ଗୃହକର୍ତ୍ତାଙ୍କୁ କହିଲେ ସିଏ ମତେ ପୁଳାଏ ଫଳ ଦେବେ, ଏଇ ବିଶ୍ୱାସ ଯଦି ଅଛି ତେବେ ଦୂରରୁ ଥାଇ ଫଳଟା ସେ ଗଛରେ ଅଛି, ମୁଁ ଟିକେ ପାଇବି, ପାଇପାରୁନି, ମୋ ଘରେ ଗଛ ନାହିଁ ଆଉ ଫଳ ଟିକେ ପାଇପାରୁନି, ଏଇ ଯୋଉ ଭାବି ଭାବିକି ନିରାଶ ହେବି କି? ଆଉ ହେବି ନାହିଁ। କାହିଁକି ନା ମୋର ବିଶ୍ୱାସ ଅଛି, ମୁଁ ଜାଣିଛି ମୁଁ ସେ ଘର ଲୋକକୁ କହିଲି ସେ ମତେ ଫଳ ଦେଇଦବ। ତେବେ ମୁଁ ଆଉ ଚିନ୍ତା ବି କାହିଁକି କରିବି ବା ସେ ଯୋଉ ଭାବନା ସବୁ ଆସିଲା ମୁଁ ଗଛ ମୋ ଫଳ ଟିକେ ପାଇପାରୁନି, ମୋ ପାଖରେ ଫଳ ଥିଲେ ଭଲ ହେଇଥାନ୍ତା, ଯୋଉ ନିରାଶ ଭାବ ଆସୁଛି ତା ଯୋଗୁ ଯେହେତୁ ମୋ ପାଖରେ ନାହିଁ ତାହା, ସେତିକି ବେଳେ ବିଶ୍ୱାସ ନଥିଲେ ଏଇସବୁ ଚିନ୍ତା ଆସିବ। ଯଦି ବିଶ୍ୱାସ ଅଛି ସିଧାସଳଖ ଚିନ୍ତା କରିବେନି। କାହିଁକି ନା ମୁଁ ଜାଣିଛି ତା ଘରେ ଗଛ ଥାଉ ବା ମୋ ଘରେ ଗଛ ଥାଉ, ଗଛ ଯୋଉଠି ଅଛି ଏକା କଥା। କାହିଁକିନା ମୁଁ ତାକୁ ମାଗିଲେ ସେ ସାଙ୍ଗେ ସାଙ୍ଗେ ଦବ ବା ମୋର ଦରକାର ହେଲା ବେଳେ ସେ ଆଣି ମତେ ଦେଇ ଯାଉଛି। ଯଦି ଏଇ ବିଶ୍ୱାସ ରହିଛି ତେବେ ମୁଁ ନିରାଶ ହେବି କି? ସେଥିପାଇଁ ବେଳେ ବେଳେ କୁହାଯାଏ ଯଦି ଆମେ ଦୁଃଖରେ ରହୁଛୁ, ଆମେ ଯଦି ଦୁଃଖରେ ରହୁଛୁ ବା ଦୁଃଖିତ ଅନୁଭବ କରୁଛୁ, ନୈରାଶ୍ୟ ଅନୁଭବ କରୁଛୁ, ତା ଅର୍ଥ ଆମେ ଆମର ମା ବା ଡିଭାଇନ ମଦର ତାଙ୍କ ଉପରେ ବିଶ୍ୱାସର ଅଭାବ ସେଟା। କାରଣ ଯଦି ସତରେ ମାଙ୍କ ଉପରେ ମୋର ବିଶ୍ୱାସ ଅଛି ତେବେ ମୁଁ ମାଙ୍କୁ କାହିଁକି ମାଗୁନାହିଁ ବା ମାଙ୍କୁ କାହିଁକି କହୁନାହିଁ ବା କାହିଁକି ବୁଝିପାରୁନାହିଁ? ମାଙ୍କର ଉପସ୍ଥିତିରେ ଏଇ ଯେ ବିରୋଧୀ ଶକ୍ତି କାର୍ଯ୍ୟ କରିପାରିବ ନାହିଁ, ଏଇ ନିଶ୍ଚୟତା ବୋଧ ମୋର କାହିଁକି ଆସୁନାହିଁ? ଆସୁନାହିଁ ମାନେ
एबे पर्यंत भी मोर विश्वास अभाव रही। तो प्रथमे कहते नैराश्य भाव घटना उपर आदौ निर्भर करे नहीं, यह निर्भर करे कहा उपरे ना निजर स्वभाव उपरे। एक दुई रे कहते आम विश्वास अभाव हेतु घटे। माँ कहते एपरिकी जदि ता निज उपर एक विश्वास था ताले से कौन कौन करिपरिबो। एपरिकी ताहा केवल ता निज उपर रहितबा एक विश्वास होइथिले मध्य से निश्चित भावरे जाबतीय बाधार सम्मुखीन होई पारिबो। यदि आत्मविश्वास भी थांता तेबे जे कोनोसी बाधा ता जीवन रे आसुची से तार सम्मुखीन होई पारि थांता। काहेकि ना आत्मविश्वास जतोर थिबो से सबु बेले प्रयास रहिबो, हाँ निश्चय मु करबे। ए आत्मविश्वास कोन कि यस आई कैन डू। ताहले कोन हबो जे कोनोसी समस्याटे आसिला ताकू किपरि सम्मुखीन हबो से प्रचेष्टा करिबो। जार आत्मविश्वास नथबो से सेठी डरी जीवो। से कहे मु कौन पारिबी, मोर काहे बल, ता माने तार निज ऊपर निजर विश्वास नाही। आत्मविश्वास तेले से कौन हबो ताकू सम्मुखीन हबो। तेणु माँ कहते जदि जनकर आत्मविश्वास भी थाए तेबे जाबतीय बाधार से सम्मुखीन होई परिबो, जाबतीय परिस्थितिर एपरिकी सबुठारु अधिक प्रतिकूल होई रहिथिबा परिस्थितिर मध्य सम्मुखीन होई पारिबो। देखंतु यही सामर्थ्यटी आम भितर रहिछि। जदि से विश्वासटी भी आम उपरे थांता ताहले आमे से परिस्थितिर सम्मुखीन होई पारत। सी कौनसी प्रकार हतोत्साहित किंवा निराश होई पड़िबो नाही। जो माने स्व प्रकृति रे विश्वास क्षेत्र रे दरिद्र होई रही थांती सेमानक भितरे सहिष्णुता एवं साहसर मध्य भारी अभाव रहिता है। विश्वासर अभाव साहसर अभाव को आनी कौन करे आम आगे ठिया कर दिए एवं सहिष्णुतार अभाव मध्य आम भीतर आनी दे दिए। देखो गोटे हूँ निज उपर विश्वास भी जदि रही था जार निज उपर विश्वास थब सी चेष्टा न करिक रही परिबो कि? एवं एमिति किछि संसार रे नाही जने चेष्टा करिवो किछि पारिबो नाही। कारण यह आमे समस्ते जानिछंती जार सामर्थ्य जेतिकी ता पाखरे सेतिकी परिमाणर बा सेतिकी शक्तिर बा सेतिकी आपण कहि पारंती जे सेतिकी लेवल रो समस्या ता पाखरे आसी पहुंच। आपण देखिबे हाई जंप रे केबे भी हठात एकाथरे 7 फुट उच्चा डेया पे कुआ जाए कौन जो स्टैंडर्ड रो पिला थांती तांको स्टैंडर्ड अनुसार गोटे हाइट मेंटेन करा जाता है जद्वारा ताकू से आराम से डेई पारिबो। डेई पारले तार कौन हबो आत्मविश्वास धीरे धीरे वृद्धि पाइबो। यस आई कैन डू। तापरे ताटर आउ टिके उच्चा करा हबो से चेष्टा करिवो। यदि न पारिला तापर ताकू कौन हबो अभ्यास करा हबो, टेक्निक शिखा हबो जे केमिति तमन देखुन आम भितरे सामर्थ्य थाए किंतु आमे टेक्निक शिखि नाहु। तेणु कौन हुए मन करा जाओ आपण 3 फुट उच्चा डेई पारले तापर 1 इंच बढ़ाला 3 फुट 1 इंच डेई पारु ना सेठी कौन हुए ना टेक्निक शिखा जाए जे केमिति आपण डेई डेईला बेले अनेक समय आपण देखिबे हाई जंप डेईला बेले आपनकर पछ गोड़ बाजे देह बाजी जाए। तेणु सेठी कौन करा जाए जे एक कौशल शिखा जाए डेईबार जहाँफल कौन हुए आपन ताकू डेई पारे। से कौशल धीरे धीरे भिन्न भिन्न प्रकार रही। तापर देखिए आउटे उच्चा हेले आपण जदि डेई न पारले तापर आपण कहबे कौन पाखरे ठिया ହେଇକି आपण डेउचंती तापर कहबे आउटे जा दूररू दौड़िका दूररू दौड़िका आसिकी डेईला बेलକୁ आपण डेई पड़ले पुणी आउटे उच्चा बढ़िला पुणी जदि आपण डेई न पारले पुणी कौन कुआ जीवो ना आउटे दूर को जा तू जो पाखरे आसिकी हल्ट नहीं कि मारिलु एतिक बाट दूररू मारे एमिति मारे इ सब ट्रेनिंग दिया जाए। ता माने आम भितरे से सामर्थ्य रहिछि ट्रेनिंग रा अभाव जोगु कौशल न जानिथिबा जोगु आमे 3 फुट परे 3 फुट 1 इंच डेई परुना। किंतु जत धीरे 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 आपण देखिबे आपण कौशल शिखि शिखि गले अभ्यास करी करी गले आपण
ଯୋଉ 3 ଫୁଟ 1 ଇଞ୍ଚ ଯିଏ ଡେଇଁ ପାରୁନଥିଲେ ବର୍ତ୍ତମାନ ସେ 6 ଫୁଟ ଡେଇଁ ପାରିବେ। ତାମାନେ ସେ ସାମର୍ଥ୍ୟ ମୋ ଭିତରେ ଥିଲା, ଅଛି। ତାକୁ ସେତେବେଳେ 3 ଫୁଟ 1 ଇଞ୍ଚ ଡେଇଁ ପାରୁନଥିଲି। ତାର ଅର୍ଥ ହଉଛି ମୋର ଭିତରେ ଥିବା ଶକ୍ତି ସାମର୍ଥ୍ୟ ମୁଁ ଜାଣିନଥିଲି। କୌଶଳ ଆଉ ଆପଣ ହଉଛି ଟ୍ରେନିଂ ଏବଂ ତାପରେ ପ୍ରାକ୍ଟିସ। ଏ ଯୋଉ କୌଶଳ ଶିଖିବା ପାଇଁ ଯୋଉ ଟ୍ରେନିଂ ଦରକାର, ସେ ଟ୍ରେନିଂ ମୋର ଅଭାବ ଥିଲା, ଅଭ୍ୟାସ କରିବା ଅଭାବ ଥିଲା। ତେଣୁ ମୋ ଭିତରେ ଥିବା ସାମର୍ଥ୍ୟକୁ ମୁଁ ଉପଯୋଗ କରିପାରୁନଥିଲି। ତେଣୁ ଏଠି ଗୋଟିଏ ଜିନିଷ ମା ଆରମ୍ଭରୁ କହୁଛନ୍ତି, ଯଦି ନିଜ ଉପରେ ବି ବିଶ୍ୱାସ ଥାଏ ତେବେ ତୁମେ ଯେକୌଣସି ବାଧାର ସମ୍ମୁଖୀନ ହେଇପାରିବ। ସେଥିପାଇଁ କହୁଛନ୍ତି ନିଶ୍ଚିତ ଭାବରେ ଯାବତୀୟ ବାଧାର ସମ୍ମୁଖୀନ ହେଇପାରିବ, ଯାବତୀୟ ପରିସ୍ଥିତିର ମଧ୍ୟ ସମ୍ମୁଖୀନ ହେଇପାରିବ। ଏବଂ ଯଦି ବିଶ୍ୱାସ କ୍ଷେତ୍ରରେ ଆମେ ଦରିଦ୍ର ରହିଥିବା ବା ଆମ ଭିତରେ ଅଭାବ ଥିବ, ତେବେ ଆମ ଭିତରେ ସାହସ ଆସିବ ନାହିଁ, ସହିଷ୍ଣୁତା ବୋଧ ବି ଆସିବ ନାହିଁ। ସହିଷ୍ଣୁତା ବୋଧ ଥିଲେ କଣ ହୁଏ ନା, ବିଶ୍ୱାସ ଥିଲେ ସହିଷ୍ଣୁତା ବୋଧ ମଧ୍ୟ ଆସେ। ଦେଖନ୍ତୁ, ଆମେ ବାହାରୁ ଦେଖିକି କେତେବେଳେ କେତେବେଳେ କଣ ହୁଏ, ଗୋଟେ ଘଟଣା ଦେଖି ବିଚାର କରୁ ଏବଂ ଭାରି ବ୍ୟସ୍ତ ହେଇପଡୁ। ଏମିତି କେମିତି ହେଲା, ଏହା ହେଇପାରିଲାନି, ସେୟା ହେଇପାରିଲାନି। ସେଇଠି ଯଦି ମାଙ୍କ ଉପରେ ବିଶ୍ୱାସ ଥିବ, ତେବେ ଦେଖିବେ ଆମ ପାଇଁ ଯୋଉଟା ସମୟ ଲିମିଟ କହୁଛେ, ମୁଁ ଆଜି ଦେଖିଲି ନା, ଆଜି ମୋର ହେଇଯିବା ଦରକାର ସେ କାମଟି। ଯେତେବେଳେ ଆପଣ ଟିକେ ଆଉ ଟିକେ ୱାଇଡ ହେବେ, ମାଙ୍କ ସହିତ ଯେତେବେଳେ ମାଙ୍କ ଉପରେ ବିଶ୍ୱାସ କରିବେ, ନିର୍ଭରତା ରଖିବେ, ସେତେବେଳେ ଆମ ଭିତରେ ଏକ ବିସ୍ତାର ବା ବିସ୍ତୃତ ବା ପ୍ରଶସ୍ତ ଭାବନା ଆସି ପହଞ୍ଚିବ। ସେତେବେଳେ ଦେଖିବେ ଆପଣ ଏତେ ତରତର ଆଉ ହେବେନି, ଆପଣ ତରତର ହେବେନି। କାହିଁକିନା ଇନ୍ ଦ ଲଙ୍ଗ କୋର୍ସ ଦେଖାଯାଏ, ଧୀରେ ଧୀରେ ଦେଖିବେ ଅନୁଭବ ଆସେ, ଅନୁଭୂତି ଆସେ ଯେ ଗତକାଲି ମୁଁ ଯୋଉଟା ଭାବୁଥିଲି ସେଇଟା ମୋର ଭୁଲ ଥିଲା। ଆଜି 5 ଦିନ ପରେ ମୁଁ ଜାଣିପାରେ ଯେ ସେତେବେଳେ ମୁଁ ଯୋଉ ଧାରଣା କରିଥିଲି ସେଇଟା ମୋର ଭୁଲ ଥିଲା। କିନ୍ତୁ ସେଇ ଯୋଉ 5 ଦିନ ଯୋଉ ସମୟ ଲାଗିଲା, ସେ 5 ଦିନ ସମୟଟା ଆମକୁ ଶିଖେଇ ଦେଇଗଲା ଯେ ମୋର ଅନୁଭୂତିର ପରିଣାମ ସ୍ୱରୂପ ଯେ ଏଇ ପ୍ରକାର ପରିସ୍ଥିତିରେ ଏଇ ପ୍ରକାରର ସମ୍ମୁଖୀନ ହବା ଦରକାର ଥିଲା। ସେଭଳି ଭାବରେ ଆମେ ଯୋଉ କଥାକୁ ନେଇକି କଣ ସାଙ୍ଗେ ସାଙ୍ଗେ ପ୍ରତିକ୍ରିୟାଶୀଳ ହଉଛୁ, ଯଦି ଆମେ ଆମ ପାଖରେ ଯୋଉ ଉର୍ଦ୍ଧ୍ୱରୁ ଥାଇକି ସେ ଦୃଷ୍ଟିଟା ଆମକୁ ଦେଖା ଯାଉଥାନ୍ତା ଯେ କେମିତି ତାର ପରିବର୍ତ୍ତନର ସ୍ତର ତାର ହେଇ ହେଇ ଯାଉଛି, ସେ କାଲି କେତିକି ଥିଲା, କେତିକି ଚେଷ୍ଟା କରିଛି, କେତେ ଆଜି ଆସି ଏଇଠି ପହଞ୍ଚିଛି। ଗୋଟେ ଥଟାରେ ବି ହେଲେ, ଗୋଟେ ଥଟା ଜୋକ୍ ହେଲେ ମଧ୍ୟ ଗୋଟେ ଆମର ଏଥିପାଇଁ ଟିକେ ଟିକେ ଫିଟ୍ କରିବ, କିନ୍ତୁ ବାଇ ଫ୍ୟାକ୍ଟ ନୁ ବାଇ ଜୋକ୍। ଗୋଟେ ସ୍କୁଲକୁ ଆସିଛନ୍ତି ଏଜୁକେସନ ଇନ୍ସପେକ୍ଟର, ଆସି ପଚାରୁଛନ୍ତି, ରେ 7×5 କେତେ? ସେ କହୁଛି ଆଜ୍ଞା 45। 7×5 = 45 କହୁଛି। ସେଇଠି ପାଖରେ ତାଙ୍କର ଯିଏ ମ୍ୟାଥମେଟିକ୍ସ ଟିଚର ଯିଏ ଥିଲେ, ସେ କହୁଛନ୍ତି ବାଃ 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 ବାଃ, ଭେରି ଗୁଡ୍ ଭେରି ଗୁଡ୍। ଇନ୍ସପେକ୍ଟର ଆଶ୍ଚର୍ଯ୍ୟ ହଉଛନ୍ତି, ଇଏ ତ ମାନେ ମ୍ୟାଥମେଟିକ୍ସ ମାଷ୍ଟରକୁ ବି ଆସେ ନାହିଁ। ସେ କହିଲେ ଏଇଟା ଆସ। ସାଙ୍ଗେ ସାଙ୍ଗେ ମ୍ୟାଥମେଟିକ୍ସ ମାଷ୍ଟର ନେଇକି ଗଲେ ହେଡମାଷ୍ଟର ପାଖକୁ। ସାର୍, ଆପଣ ଟିଚରକୁ 7×5 କେତେ ଆସୁନି, ଆଉ ପିଲାଙ୍କୁ କଣ ଆସିବ? ନା କଣ ହେଲା ହେଡମାଷ୍ଟର ଆସିବ, ତମକୁ 7×5 କେତେ ଆସେନି? 7×5 କେତେ? ନା ଆଜ୍ଞା 35। ଟିଚର କହିଲେ, ନା କଣ ହେଲା, ତମେ ତ ଏଠି କହୁଛ 35, ସେ ପିଲା ସେଠି 45 କହିଲା, ତମେ କଣ ତାଳି ମାରୁଥିଲ? ନା ଆଜ୍ଞା, ଆପଣ ଜାଣିନାହାନ୍ତି ଆଜ୍ଞା, ସିଏ 2-3 ଦିନ ତଳୁ 85 କହୁଥିଲା। 85ରୁ 65, 65ରୁ 55 ହେଇ ଆଜି 45 କି ଆସିଛି। କାଲିକି 7×5 = 35 କହିବନି? ଏଇଟା ଗୋଟେ ଜୋକ୍। ଯେ ଧୀରେ ଧୀରେ ସେ ଖସି ଖସି ଆସିଛି, ତାର ଦୁର୍ବଳତା କମି କମି ଗଲାଣି, ତେଣୁ କାଲି ସକାଳେ ସେ ଠିକ ହେଇଯିବନି। ଆମର ଏଇ ଯୋଉ ସମୟରେ, ଇନ୍ ଦ ଟାଇମରେ, ଗୋଟେ ଟାଇମ ପିରିୟଡ ଭିତରେ ଆମେ ଧୀରେ ଧୀରେ ଯେ ବଦଳି ଯାଉ, ଧୀରେ ଧୀରେ ଅଳ୍ପ ଅଳ୍ପ କରି ଆମ ଭିତରେ କଣ ହୁଏ, ସମସ୍ୟା ଉପରେ ଆମର ସାମର୍ଥ୍ୟ ଡେଭଲପ ହୁଏ, ସମସ୍ୟା ଉପରେ ସମାଧାନ ଆମକୁ ଦେଖାଯାଏ ଏବଂ ତା ଉପରେ ଆମର କର୍ତ୍ତୃତ୍ୱ ହାସଲ ଆସେ। ତାପରେ ବିଜୟ ହାସଲ ହବ, କର୍ତ୍ତୃତ୍ୱ ହାସଲ ଆସିଯାଏ। ଏଇ ଯୋଉ ସମୟ ପିରିୟଡ ଟା ଆମେ ବେଳେ ବେଳେ ଅଧୈର୍ଯ୍ୟ ହେଇଯାଉ, ଏତେ ସମୟ ଲାଗୁଛି କାହିଁକି ଆମେ ଜାଣିନାହୁଁ, ପ୍ରୟାସ ବି କରି ଶିଖିନୁ, ଯୋଉଟା ଆରମ୍ଭ କଲେ ଟ୍ରେନିଂ ଶିଖିନୁ, ପ୍ରାକ୍ଟିସ କରୁନୁ।
କିନ୍ତୁ ଆମେ କହୁଛୁ ସାଙ୍ଗେ ସାଙ୍ଗେ ରେଜଲ୍ଟ ହେଇଯାଉ। ତେଣୁ ସମୟର ଯୋଉ ଅବଧି, ଯେତେବେଳେ ଆମେ ଚେତନାର ଉର୍ଦ୍ଧ୍ୱ ସ୍ତରକୁ ଯିବା, ସେତେବେଳେ ଏଇ ଯୋଉ ସମୟର ଅବଧିଟା ଏତେ ଚଉଡା ଆମକୁ ଦେଖାଯିବନି। ଯେମିତି କଥାରେ କୁହନ୍ତି, ଭଗବାନଙ୍କ ପାଇଁ, ଆମ ପାଇଁ ଯୋଉଟା ହଜାର ହଜାର ବର୍ଷ, ଭଗବାନ ପାଇଁ କେତେ ମୁହୂର୍ତ୍ତର କଥା। ସେ ଆଖି ପଲକଟେ କରିଦେଲେ ଏଠି କେତେଟା ଯୁଗ ଚାଲି ଯାଉଛି। ତେଣୁ ଆମେ କହୁଛୁ କଣ ହେଲା, ଘଟଣା ଘଟୁନି। ଆରେ ତାଙ୍କ ପାଇଁ ଏଇଟା ବହୁତ କମ ସମୟ, କିଛି ନାହିଁ, ଘଟିବ ଘଟିବ। ସେମିତି ଯେତେବେଳେ ଆମେ ଉର୍ଦ୍ଧ୍ୱତର ଚେତନା ସହିତ ସଂଯୁକ୍ତ ହବା, ସବୁ କାରଣର ଉତ୍ସ ସମ୍ପର୍କରେ ଜାଣିପାରିବା, ସେତେବେଳେ ଆମର ସହିଷ୍ଣୁତା ଆସିଯିବ, ଅଟୋମେଟିକାଲି ଆସିବ। ତେଣୁ ଏଠି ଯଦି ମାଙ୍କ ଉପରେ ବିଶ୍ୱାସ ବି ଥାନ୍ତା, ତାହେଲେ ସହିଷ୍ଣୁତା ମଧ୍ୟ ଆମ ଭିତରେ ଆସି ପହଞ୍ଚିବ। ଶ୍ରୀଅରବିନ୍ଦ ଆମକୁ କହୁଛନ୍ତି, ମନୁଷ୍ୟମାନଙ୍କର ଜୀବନ କ୍ଷେତ୍ରରେ ବ୍ୟକ୍ତିଗତ ଏବଂ ବିଶ୍ୱଗତ ଭୌତିକ ପ୍ରକୃତି ମଧ୍ୟରେ ଯେତିକି ସମଞ୍ଜସ୍ୟତା ସମ୍ଭବ ହୋଇଥାଏ, ସେମାନଙ୍କ ଭୌତିକ ଜୀବନରେ ହାସଲ କରାଯାଇ ପାରୁଥିବା ସଫଳତାର ମାତ୍ରା ମଧ୍ୟ ତାହାରି ଉପରେ ନିର୍ଭର କରେ। ତାମାନେ ଆମର ବ୍ୟକ୍ତିଗତ ପ୍ରକୃତି ଏବଂ ବିଶ୍ୱଗତ ଯୋଉ ଭୌତିକ ପ୍ରକୃତି ରହିଛି, ତା ଭିତରେ ଯେତିକି ସାମଞ୍ଜସ୍ୟତା ରହିବ, ସେତିକି କଣ ହବ, ଆମ ଜୀବନ କ୍ଷେତ୍ରରେ ଆମକୁ ସଫଳତା ମିଳିବ। ଆପଣ ସବୁ ଦେଖିଥିବେ ଫିଲ୍ମରେ ଯେ ସିଏ ବ୍ୟସ୍ତ ହେଇ ପଡିଥିବ, ସେତେବେଳେ ଭଗବାନ ମାଙ୍କୁ ମନ୍ଦିରରେ ଯାଇକିରି ସାଙ୍ଗେ ସାଙ୍ଗେ ପ୍ରାର୍ଥନା କରିବେ, ମାତୃଶକ୍ତି ଆସିବ ଏବଂ ତା ଭିତରେ ଅପାର ଶକ୍ତି ଆସିଯାଏ। ଏଇଟା ଆପଣ ଯୋଉଟା ଦେଖୁଛନ୍ତି, ଏଇଟା ସିମ୍ବଲିକ ଫିଲ୍ମରେ ଆପଣଙ୍କୁ ଦେଖାଯାଉଛି, କିନ୍ତୁ ଏହା ଜୀବନ କ୍ଷେତ୍ରରେ ମଧ୍ୟ ଲାଗୁ ହୁଏ। ଜୀବନ କ୍ଷେତ୍ରରେ ଆମେ ଯେତେବେଳେ ବିଶ୍ୱଗତ ଯୋଉ ଶକ୍ତି ରହିଛି, ବିଶ୍ୱଗତ ପ୍ରାଣ ରହିଛି, ବିଶ୍ୱଗତ ଭୌତିକ ପ୍ରକୃତି ରହିଛି, ବିଶ୍ୱଗତ ମନ ରହିଛି, ତା ସହିତ ଯଦି ଆମେ ସଂଯୋଗ ସ୍ଥାପନ କରିପାରିବା, ତେବେ ଆମେ ଦେଖିବେ ଯେ ଆମ ଜୀବନ କ୍ଷେତ୍ରରେ ସବୁର ମିଷ୍ଟ୍ରି ଯୋଉ ନାହିଁ, ରହସ୍ୟ ରହିଛି, ତାର ପରଦା ହଟି ହଟି ଯିବ ଏବଂ ଆମେ ସଫଳତା ଅର୍ଜନ କରି କରି ଯିବା। କେତେକ ଲୋକଙ୍କର ଏପରି ଏକ ଇଚ୍ଛା ଶକ୍ତି ଥାଏ, ଯାହାକି ପ୍ରକୃତିର ଇଚ୍ଛା ସହିତ ଅତ୍ୟନ୍ତ ସ୍ୱତଃସ୍ଫୂର୍ତ୍ତ ଭାବରେ ସମତାଳ ହୋଇ ରହିଥାଏ। ଯଦି ପ୍ରକୃତିର ଇଚ୍ଛା ସହିତ ଆମ ଇଚ୍ଛାଟା ସମତାଳ ହୋଇ ରହିଥାଏ, ତାହେଲେ ସେମାନେ ଯାହା କିଛି କାର୍ଯ୍ୟ ହାତକୁ ନିଅନ୍ତି, ସବୁଥିରେ ସଫଳତା ଲାଭ କରନ୍ତି। ଅନ୍ୟ ପକ୍ଷରେ ଆହୁରି ଅନ୍ୟମାନେ ଥାନ୍ତି, ଯେଉଁମାନଙ୍କର ନିଜ ଇଚ୍ଛା ଅଳ୍ପ ବହୁତ ସମ୍ପୂର୍ଣ୍ଣ ଭାବରେ ବିଶ୍ୱ ପ୍ରକୃତିର ଇଚ୍ଛା ସହିତ ବେମେଳ ହେଇ ରହିଥାଏ। ଯଦି ପ୍ରକୃତିର ଇଚ୍ଛା ସହିତ ଆମର ଇଚ୍ଛା ଯଦି ମେଳ ଖାଉନାହିଁ, ତାହେଲେ ସେମାନେ ଯାହା କରିବାକୁ ଚେଷ୍ଟା କରନ୍ତି, ସେଥିରେ ବିଫଳ ହିଁ ହେଉଥାନ୍ତି, ସେଥିରେ ବିଫଳ ହିଁ ରହୁଛନ୍ତି। ଆପଣ ଦେଖିବେ, ଯୋଉମାନେ ଅଗ୍ରଗତି ବିରୁଦ୍ଧରେ ଲାଗନ୍ତି, ଆମକୁ ଲାଗେ ଯେ ସେମାନେ ସଫଳତା ପ୍ରାପ୍ତ କରି କରି ଯାଉଛନ୍ତି, କିନ୍ତୁ କଣ ହୁଏ, ସେମାନେ ସଫଳତା ପ୍ରାପ୍ତ କରନ୍ତି ନାହିଁ। ଆମ ଆଖିରେ ଯୋଉଟା ଦେଖାଯାଉଛି, ଦେଖିବେ ସେମାନେ ବହୁତ ଚେଷ୍ଟା କରନ୍ତି କିନ୍ତୁ ପାଆନ୍ତି ନାହିଁ। ତାଙ୍କ ଭିତରେ ଯୋଉ ଦ୍ୱନ୍ଦ୍ୱ ଚାଲୁଥାଏ, ସେ ଯୋଉ ଷ୍ଟ୍ରଗଲ କରୁଥାନ୍ତି ନିଜକୁ ତିଷ୍ଠିବା ପାଇଁ, ସେଇ ଷ୍ଟ୍ରଗଲଟା ହିଁ ଜଣେଇ ଦଉଛି ଯେ ସେମାନେ ସଫଳ ହେଇନାହାନ୍ତି, ସେମାନେ ବିଫଳତାରେ ଅଛନ୍ତି। ମନେ କରାଯାଉ, ବେଳେ ବେଳେ ଦେଖିବେ କୋଉ କୋଉ ଜାଗାରେ ଅଧିକାର ବୋଧ ବା କ୍ଷମତାର ଅନେକ ଲୋକ ରହିଥାନ୍ତି, ଯୋଉମାନେ କି ଖଳ ଆଚରଣ କରି, ମିଛ ସତ କହି, ବହୁତ ପ୍ରକାର ଡ୍ରାମା କରି, ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରି, ଭିନ୍ନ ଭିନ୍ନ ଲାଳସା ଦେଖେଇ, ଲୋଭ ଦେଖେଇକିରି ନିଜ ପକ୍ଷ କରିକି ସେମାନେ କଣ କରନ୍ତି, କ୍ଷମତାରେ ରହିବାକୁ ଚେଷ୍ଟା କରନ୍ତି। ଆମକୁ ଲାଗେ, ଆରେ ସେ ତ ଆସିକି ଦୀର୍ଘ 40 ବର୍ଷ 50 ବର୍ଷ ହେଲାଣି କ୍ଷମତାରେ ରହିଛନ୍ତି, ଆପଣ କଣ କହୁଛନ୍ତି ଯେ ସେ ସଫଳ ହେଇନାହାନ୍ତି? ସଫଳ ହେଇନାହାନ୍ତି କାହିଁକି ନା, ସେମାନେ ଯଦି ସଫଳ ହେଇଗଲେ, ଗୋଟେ ଗୋଟେ ଛୋଟିଆ ପ୍ରଶ୍ନଟିଏ ନିଜେ ଆପଣ ଦେଖନ୍ତୁ, ଯଦି ସେମାନେ ସଫଳ ହେଇଯାଇଛନ୍ତି, ତାମାନେ କ୍ଷମତା ପ୍ରାପ୍ତ କରିଗଲେ, ତାହେଲେ କ୍ଷମତା ହରେଇବାର ଭୟ କାହିଁକି ତାଙ୍କ ଭିତରେ ଅଛି? ଯଦି କ୍ଷମତା ହରେଇବାର ଭୟ ଯାହା ଭିତରେ ଅଛି, ତା ମାନେ ଏପର୍ଯ୍ୟନ୍ତ ସେ ବ୍ୟକ୍ତି ସଫଳ ହେଇନାହିଁ। କ୍ଷମତାରେ ହଉ, ଅର୍ଥରେ ହଉ, ପ୍ରତିପତ୍ତିରେ ହଉ, ଯୋଉଥିରେ ବି ହଉ, ଯଦି ସିଏ ହରେଇବାର ଭୟ ରଖିଛି ଏବେ ବି, ତା ମାନେ ସେ ସଫଳ ହେଇନାହିଁ। ଯଦିଓ ଉପଭୋଗ କରୁଛି, ବାହାରକୁ ଦେଖାଯାଉଛି ସେ କ୍ଷମତାକୁ ଉପଭୋଗ କରୁଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଷ୍ଟ୍ରଗଲ କରୁଛି ସିଏ ସେଇ କ୍ଷମତାରେ ନିଜକୁ ସ୍ଥାପନ କରିକିରି ରଖିବା ପାଇଁ। ତା ମାନେ ସେ ଏବେ ବି ଷ୍ଟ୍ରଗଲ କରୁଛି ନିଜର କ୍ଷମତାକୁ ଜାହିର କରିବା ପାଇଁ, ତା ମାନେ ସେ ସଫଳ ହେଇନାହିଁ। ଆମକୁ ଦେଖାଯାଏ ଯେ ସେ ଏତେ ବର୍ଷ ହେଲାଣି
ଆରେ ତମେ ଯୋଉଟା କହୁଛ ଦୀର୍ଘ 50 ବର୍ଷ ହେଲାଣି, 40 ବର୍ଷ ହେଲାଣି, 100 ବର୍ଷ ହେଲାଣି, ଯେ ସେଇଟା ଇଟରନାଲ କ୍ଷେତ୍ରରେ କେତେ କମ ସମୟ। ଏକରେ ଦ୍ୱିତୀୟ କଥା ହେଲା, ଯେତେବେଳେ ସେ ଏପର୍ଯ୍ୟନ୍ତ ବି ଷ୍ଟ୍ରଗଲ କରୁଛି ନିଜର ଅହଙ୍କାରକୁ ପ୍ରତିଷ୍ଠିତ କରିବା ପାଇଁ, ତାର ଆଧ୍ୟାତ୍ମିକ ଯୋଉ ବିଫଳତା ହଉଛି ତାହା ଆମକୁ ଦେଖାଯାଏ ନାହିଁ। ଏଠି ମା ସେ କଥା ସ୍ପଷ୍ଟ କରୁଛନ୍ତି, ସେମାନେ ଯାହା କିଛି କରନ୍ତି ସେଥିରେ ବିଫଳ ହିଁ ହେଉଥାନ୍ତି। ଏଇଠି ଯୋଉ ସଫଳତା ବିଫଳତା କଥା କୁହାହଉଛି, ଆମେ ମନେ ରଖିବା ଚେତନାର ଅଗ୍ରଗତି ଏବଂ ଚେତନାର ବିସ୍ତୃତି, ଏଇ କଥା ହିଁ କୁହାଯାଉଛି। ଏବଂ ତାହା ଭୌତିକ ଭାବରେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଲାଗେ। ଆପଣ ଦେଖିବେ ସିଏ ବାହାରକୁ ଦେଖେଇ ହଉଥିବେ ମତେ କିଛି ଯନ୍ତ୍ରଣା ହଉନି, କିନ୍ତୁ ସେ ଯନ୍ତ୍ରଣାରେ ଜର୍ଜରିତ ହଉଥାନ୍ତି। କାହିଁକିନା ଏଇଠି ସେ ପ୍ରମାଣ ଦେଇ ଦଉଛି ଯେ ସେ ଏବେ ବି ଚେଷ୍ଟା କରୁଛନ୍ତି ନିଜକୁ ସାବ୍ୟସ୍ତ କରିବା ପାଇଁ। ସେଥିପାଇଁ ତେଣୁ ପ୍ରଶ୍ନ ଆସିଲା ମାଙ୍କୁ, ତାହେଲେ ଅଗ୍ରଗତି ଲାଗି ପ୍ରକୃତରେ କଣ ଆବଶ୍ୟକ? ମା କହିଲେ, ଏକରେ ମା କହୁଛନ୍ତି ଏହି ପ୍ରଶ୍ନର ଉତ୍ତର ଦେଇ ଏମିତି କୁହାଯିବ ଯେ, ଏକ ପ୍ରତ୍ୟେକ ବସ୍ତୁ ହିଁ ଅବଶ୍ୟମ୍ଭାବୀ ଭାବରେ ଅଗ୍ରଗତିର ସହାୟକ ହୋଇ ରହିଥାଏ। ଏହି ବୋଧ ତା ଭିତରେ ଆସିବ। କଣ ଆସିବ? ଏ ସଂସାରରେ ପ୍ରତ୍ୟେକ ବସ୍ତୁ ତାର ଅଗ୍ରଗତି ପାଇଁ ସହାୟକ। ଏଇଟା ଗୋଟେ ଧାରଣା, କିନ୍ତୁ ଏହା ତା ଭିତରେ ରହିଥିବ। ଦ୍ୱିତୀୟରେ କହୁଛନ୍ତି ବହୁ ସଂଖ୍ୟକ ଜୀବନ କାଳ ଏବଂ ଅଗଣିତ ଅନୁଭୂମି ଦେଇ ବ୍ୟାପ୍ତ ହୋଇ ରହିଥିବା ଏକ ଅଗ୍ରଗତିକୁ ବୁଝାଏ। ବ୍ୟକ୍ତିର ଅଗ୍ରଗତି କହିଲେ କାହାକୁ ବୁଝଉଛି? ନା ବହୁ ସଂଖ୍ୟକ ଜୀବନ କାଳ ଏବଂ ଅଗଣିତ ଅନୁଭୂମି ଦେଇ ବ୍ୟାପ୍ତ ହୋଇ ରହିଥିବା ଏକ ଅଗ୍ରଗତି। ଏଇ ଯୋଉ ଆମେ ରିସେଣ୍ଟଲି କହୁଛୁ ଆମେ ଯେ ଏଇ ଗୋଟେ ଷ୍ଟେପରେ ହେଇଯିବ, ନାହିଁ। ସେ ମନେ ରଖିବା ଦରକାର ଯେ ଏଇଭଳି ଭାବରେ ଅନେକ ଦିନ ପର୍ଯ୍ୟନ୍ତ ମୋର ଧୀରେ 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 ଅଗ୍ରଗତି ହବ, ମୋର ଜୀବନ କାଳ ଅନେକ ଦିନ ଯାଏ ରହିଛି। ଏବଂ ତିନିରେ କହୁଛନ୍ତି ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ରହିଥିବା ଗୋଟେ ଜୀବନକୁ ଭିତ୍ତି କରି ଏହାର କଦାପି ବିଚାର କରାଯାଇ ପାରିବ ନାହିଁ। ଏଇ ଯୋଉ ଜନ୍ମ ହେଲି ଏବଂ ମୃତ୍ୟୁ ଲଭିଲି, ଏଇ ଜନ୍ମରେ ଯେତିକି ଅଗ୍ରଗତି ସେଇ ଅଗ୍ରଗତି କଥା ଏଠି ନୁହଁ। ଏଠି କୋଉ ଅଗ୍ରଗତି କଥା କୁହାଯାଉଛି? ଇଏ ଚେତନାର ଅଗ୍ରଗତି ଯୋଉଟା ଗତ ଜନ୍ମରେ କିଛି ଅଗ୍ରଗତି ହେଇଥିଲା, ଏ ଜନ୍ମରେ ବି କିଛି ଅଗ୍ରଗତି ହବ। ଅଗ୍ରଗତି ଗୋଟେ ଜନ୍ମ, ଗୋଟେ ତାପରେ ଜନ୍ମ, ତାପରେ ଜନ୍ମ, ଏମିତି ଆମର, କାହିଁକିନା ଚେତନାର ଅଗ୍ରଗତି ଜଡରୁ ଆରମ୍ଭ କରି ପରମ ଚେତନା ପର୍ଯ୍ୟନ୍ତ ରହିଛି। ଇଏ ଗୋଟିଏ ଏପିସୋଡ। ସେଥିପାଇଁ କୁହାଯାଏ ଏଇ ଯୋଉ ଜନ୍ମଟିଏ ସମଗ୍ର ସିରିଏଲର ଗୋଟିଏ ଏପିସୋଡ। ଇଭିନ୍ ଇଫ୍ କୁହାଯାଇପାରେ ଏପରିକି ଆଡଭର୍ଟାଇଜମେଣ୍ଟ ଗୋଟେ ଏପିସୋଡର ମଧ୍ୟ ଗୋଟେ ଆଡଭର୍ଟାଇଜମେଣ୍ଟ ର ପୂର୍ବ ଯୋଉ ଛୋଟିଆ କ୍ଲିପଟେ। ତେଣୁ ସେ ଏଇ ଧାରଣା ଜାଣି ରଖିବା ଦରକାର ଯେ ବିଚାର କରିବ ନାହିଁ ଏମିତି କେବେ ବି ଜନ୍ମ ମୃତ୍ୟୁ ମଧ୍ୟରେ ରହିଥିବା ଗୋଟିଏ ଜୀବନ, ଆକୁ ଭିତ୍ତି କରିକି କେବଳ ଅଗ୍ରଗତି କରାଯାଏ, ମାନେ ବିଚାର କରାଯାଇ ପାରିବନି। ସମଗ୍ରତଃ ଏଇ କଥାଟି ସୁନିଶ୍ଚିତ ହୋଇ ରହିଥାଏ ଯେ ବିଫଳତା ଏବଂ ପରାଜୟ ଭୋଗ କରିଥିବା ଏକ ଜୀବନର ଅଭିଜ୍ଞତା, ତା ଭିତରେ ଗୋଟେ ବୋଧ ରହିବ। କଣ ନା ବିଫଳତା ଏବଂ ପରାଜୟ ଭୋଗ, ଯୋଉ ଆମର ଜୀବନ କ୍ଷେତ୍ରରେ ବିଫଳତା ପରାଜୟ ଆସୁଛି, ତାର ସେଇଟା ହଉଛି ଜୀବନର ଏକ ଅଭିଜ୍ଞତା। ଏଇ ଏକ୍ଜାମ୍ପଲ ଅନେକ ସମୟରେ ଦେଖାଯାଏ। ଆପଣ ଗୋଟେ କହନ୍ତିନି, ଗୋଟେ ପଥରକୁ ଭାଙ୍ଗିବାକୁ ଚେଷ୍ଟା କରିବେ, ଗୋଟାଏ ପାହାରରେ ଭାଙ୍ଗିଲା ନାହିଁ। ଆପଣ ଗୋଟେ ପାହାର ଭାଙ୍ଗିଲେ, ପିଟିଲେ, ଭାଙ୍ଗିଲା ନାହିଁ, ଆପଣଙ୍କ ବିଫଳ ହେଇଗଲେ। ଦ୍ୱିତୀୟ ପାହାର ଭାଙ୍ଗିଲା ନାହିଁ, ତୃତୀୟ ପାହାର, ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଦଶମ, 10ଟା ପାହାର ପିଟିଲେ ଭାଙ୍ଗିଲା ନାହିଁ, 11ତମ ପାହାରରେ ଫାଟିଗଲା। 10ଟା ପାହାର କଣ ଆପଣ ବିଫଳ ହେଲେ? ନାଇଁ, ଆପଣ ସଫଳତା ପାହାରେ, ସଫଳତାର ବାଟରେ ଗୋଟିଏ ପରେ ଗୋଟିଏ ପାବଚ୍ଛ କରି ଅଗ୍ରଗତି କରି କରି ଯାଉଛନ୍ତି। ଧୀରେ 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 ଛୋଟ 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 ଫାଟ ହେଇ ହେଇ ଯାଉଛି। ତାପରେ 11ତମ ପାହାରେ ପଥରଟା ପୁରା ଫାଟିଗଲା। ତେଣୁ ବିଫଳତା ଏବଂ ପରାଜୟ ଭୋଗ କରିବା ଜୀବନର ଏକ ଅଭିଜ୍ଞତା। ତାପରେ ସଫଳତା ଏବଂ ବିଜୟ ଅର୍ଜନ କରିବା ଜୀବନର ଆଉ ଏକ ଅଭିଜ୍ଞତା। ଏ ଦିଟା ଯାକ ହଉଛି ଅଭିଜ୍ଞତା। ସଫଳତା ଏବଂ ବିଫଳତା ତା ଜୀବନର ଏକ ଅଭିଜ୍ଞତା ରୂପେ ତା ପାଖରେ ଆତ୍ମାର ଅଭିବୃଦ୍ଧି ଲାଗି ତାକୁ ସେ ବ୍ୟବହାର କରିବ। ଏବଂ ସେ ଜାଣିବ ଯେ ପ୍ରକୃତରେ ବି ଆମେ ଦେଖିବା ଆତ୍ମାର ଅଭିବୃଦ୍ଧି କ୍ଷେତ୍ରରେ ଦିଟା ଯାକ ଉପଯୋଗୀ। ଯେମିତି କଥାରେ ଆପଣ କୁହନ୍ତି ଯେ ଯେତେବେଳେ ମୁଁ ଯିବାକୁ ଚାହୁଁଛି ଗୋଟେ ଜାଗାକୁ, ବାଟରେ ଉଠାଣି ପଡିଲା, ଗଡାଣି ପଡିଲା, ଦିଟା ଯାକ ମତେ ଆଗକୁ ନଉଛି। ଗଡାଣି ବେଳେ ମୁଁ ଶୀଘ୍ର ଯାଉଛି, ଉଠାଣି ବେଳେ ପରିଶ୍ରମ ଅଧିକ ପଡୁଛି। କିନ୍ତୁ ଉଠାଣିଟା ମୋ ଅଗ୍ରଗତି ବାଟରେ ଗୋଟେ କଣ ଅଟକେଇ ଦେଇନାହିଁ ମତେ।
ସିଏ ରାସ୍ତାର ଗୋଟେ ବାଟ, ଗୋଟେ ଏପିସୋଡ। ସେଇ ଏପିସୋଡ ମୁଁ ପାସ୍ କରିଲି ମାନେ ମୁଁ ଅଗ୍ରଗତି ଠାରୁ ଆଉ ଟିକେ ନିକଟତର ବି ହେଇଯାଉଛି। ତେଣୁ ସଫଳତା ଏବଂ ବିଫଳତା ଉଭୟ ସମାନ ଭାବରେ ଆତ୍ମାର ଅଭିବୃଦ୍ଧି ଲାଗି ଉପଯୋଗୀ। ଛରେ କହୁଛନ୍ତି, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ ଏକ ଘଟଣା ବିହୀନ ଜୀବନର ଅଭିଜ୍ଞତା ଅପେକ୍ଷା ମନୁଷ୍ୟର ଜୀବନ ସାଧାରଣତଃ ଯେଉଁପରି ହୋଇ ରହିଥାଏ ତାହା ଅବଶ୍ୟ ଅଧିକ ଉପଯୋଗୀ ହୋଇଥାଏ। ଆପଣଙ୍କ ଜୀବନରେ କୌଣସି ଘଟଣା ଘଟୁନାହିଁ, ତାମାନେ ଆପଣ ଷ୍ଟାଗ୍ନାଟ ହେଇ ରହିଯାଇଛନ୍ତି, ଯୋଉଠି ଥିଲେ ସେଇଠି ରହିଯାଇଛନ୍ତି। କାହିଁକି ଆମେ ଯଦି ଝୁଣ୍ଟୁ ନାହାନ୍ତି ତାମାନେ ଆମେ ଏପର୍ଯ୍ୟନ୍ତ ଚାଲିବା ଆରମ୍ଭ ହେଇନାହିଁ। ଏଇଟା କଥା ନୁହଁ, କଥାଟି ଅନ୍ୟ ଏକ ଉପାୟରେ ବୁଝିବା। କଣ? ଆମେ ଝୁଣ୍ଟୁଛନ୍ତି ଅର୍ଥ ଆମେ ଚାଲିବା ଆରମ୍ଭ କରିଦେଲେ, ଚାଲିବା ଆରମ୍ଭ କଲେଣି ବୋଲି ଆମ ପାଦ କୋଉଠି କୋଉଠି ବାଜି ଯାଉଛି। ତେଣୁ ଘଟଣା ବିହୀନ ଜୀବନର ଅଭିଜ୍ଞତା ଅପେକ୍ଷା ଆମ ମନୁଷ୍ୟର ଜୀବନ ସାଧାରଣତଃ ଯେଉଁପରି ହୋଇ ରହିଥାଏ, ଦିନ ଭିନ୍ନ ଭିନ୍ନ ଘଟଣା ଆସେ, ସେଥିରେ ସେ କଣ ହୁଏ, ତାର ସଫଳତା ବିଫଳତା ଭିତରେ ଦେଇ ସିଏ ତାର ସାମର୍ଥ୍ୟ ବୃଦ୍ଧି ପାଏ। ଧୀରେ 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 ତାର ଅଗ୍ରଗତି ଦିଗରେ ଗୋଟେ 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 ପାହାଚ ସେ ଅତିକ୍ରମ କରି କରି ଚାଲେ। ସେଥିପାଇଁ କହୁଛନ୍ତି କଣ ଯେ ସାଧାରଣ ଜୀବନରେ ତ ସଫଳତା ଓ ବିଫଳତା, ସନ୍ତୋଷ ଅସନ୍ତୋଷ, ସୁଖ ଦୁଃଖ ପରସ୍ପର ସହିତ ଭାରି ଗୋଳିଆ ମିଶା ହୋଇ ରହିଥାନ୍ତି, ଗୋଟିକ ପରେ ଗୋଟିଏ ଆସିବାରେ ଲାଗିଥାନ୍ତି। ଏହିପରି ଏକ ଜୀବନ ଭାରି ସ୍ୱାଭାବିକ ବୋଲି ମନେ ହେଉଥାଏ ଏବଂ ତାହାକୁ ବଞ୍ଚିବା ଲାଗି ସେପରି କୌଣସି ବୃହତ ପ୍ରୟାସ ଆଦୌ ଆବଶ୍ୟକ ହୁଏ ନାହିଁ। କିନ୍ତୁ ସାଧନାର ଉପଯୋଗୀ, ସାଧନାରେ ଅଗ୍ରଗତି କରିବାକୁ ଚାହିଁଲେ ତା ବିରୁଦ୍ଧରେ ଯୋଉ ଏଇ ନୈରାଶ୍ୟ ବିରୁଦ୍ଧରେ ଆମକୁ ଲଢେଇ କରିବାକୁ ପଡିବ ଏବଂ ଆମକୁ ସମ୍ମୁଖୀନ ହେବାକୁ ପଡିବ, ପ୍ରୟାସ କରିବାକୁ ପଡିବ ଧୈର୍ଯ୍ୟର ସହିତ, ବିଶ୍ୱାସ, ପ୍ରଗାଢ ବିଶ୍ୱାସର ସହିତ ଯେ ମା ରହିଛନ୍ତି, ମା ମୋ ସହିତ ଅଛନ୍ତି, ଆଇ ୱିଲ୍ କନକର। ମା, ଥ୍ୟାଙ୍କ ୟୁ ଅଲ୍।